महामंत्री कुशध्वज आज हूँ से पुण्यमय दिवस आउ पुण्यमय दिवस आमर इष्ट देवी माँ पाताल भैरवी मंदिर को जा दीर्घ 6 मास पूजार्चना कर फेरी आसबि निजर राजउआस को माँ मंदिर फेरवा पर्यंत एमर पातालपुर साम्राज्यर दायित्व एवं कुमारी सुचित्रार दायित्वटा केवल आपणक उपरे रहिला महामंत्री कुशध्वज केवल आपणक उपरे रहिला। ठीक अच्छे महाराज महाराज ये देखो आपणक झील सुचित्रा आसुंच परंतु साक्षात ठीक अच्छे महामंत्री कुशध्वज जीवा पूर्व मोर एकमात्र झील अलिअलि कुमारी सुचित्रा को साक्षात करी मु चली जीवी माँ पाताल भैरवी मंदिर को। हाँ महाराज ताहेले आपण जाइपारंतु महामंत्री कुशध्वज आपण जाइपारंतु। ओ एटा हेउछि मो पाई उचित समय काहेकि ना माँ मंदिर को जीवा पूर्व मोर एकमात्र झील कुमारी सुचित्रा को साक्षात करी मु चली जीवी माँ पाताल भैरवी मंदिर को आउ सेठी दीर्घ 6 मास माँ को पूजार्चना करी फेरी आसबि निजर राजउआस को। सतरे एटा होछ मो पाई उचित समय कहीं माँ को मंदिर को जीवा पूर्व झील साक्षात न कले ता मन अनेक कष्ट हम। पिता पिता हेलो मोर भूविष्ट प्रणाम। हेलो ए माँ सुचित्रा सौभाग्यवती भव लो माँ सौभाग्यवती भव। अरे ए माँ सुचित्रा मु चाहूले तो साक्षात करने हेले तू निजे आस मत करिछु साक्षात। पिता अरे माँ एमिति क्यों कार्य पड़िला जे आपण मो सहित साक्षात करबा पई उचित मने कले हसुछथि काहे कि। अरे माँ हां तो पाखरे ना मोर विशेष कार्य अछि रे माँ विशेष कार्य अछि ताहले खोली के कहू नाहंती पिता। ठीक अछि रे माँ तू मन देई के सुनु था हां आ सब मु गोटी गोटी कर प्रकाश करू छी। ठीक अछि पिता। एई शुभ बेला रे ए शुभ प्रभात रे निश्चिंते रहिथिबु ए राजउआस रे जीवी आलु माँ सुचित्रा देवी मंदिर हो हो तू सुन झियालो मोरा हो तू सुन झियालो मोरा। अरे माँ सुचित्रा गोटे माँ पूजा पाए आउ जड़े माँ को अनुभूति मागे मालो मंदिर जीवा को। गोटे माँ पूजा पाए आउ जड़े माँ को अनुमति मागे मालो मंदिर जीवा को। पूरा होइछि कामना हेला माँ करुणा से सका से आलमा हरि पिता को अर्चना मेलड़ी मागुछ बुढ़ा पुआ तोहरा हो हो तू सुन झियालो मोरा हो तू सुन झियालो मोरा।
ମା ସୁଚିତ୍ରା ଏବର ପାତଳପୁର ସାମ୍ରାଜ୍ୟର ମଙ୍ଗଳ ସକାଶେ ଆଉ ତୋରି ମଙ୍ଗଳ କାମନାର୍ଥେ ଆମ୍ଭର ଇଷ୍ଟଦେବୀ ମା ପାତଳ ଭୈରବୀଙ୍କ ପାଖରେ ଦୀର୍ଘ 6 ମାସ ପୂଜାର୍ଚ୍ଚନା କରିବା ନିମିତ୍ତ ମୁଁ ମାନସିକ କରିଦେଇଛି ରେ ମା ସୁଚିତ୍ରା, ମୁଁ ମାନସିକ କରିଦେଇଛି। ଆଜି ସେଇ ମାନସିକ ପୂରଣାର୍ଥେ ତୋତେ ମୋର ରାଜ୍ୟ ଉଆସରେ ଏକୁଟିଆ ଛାଡ଼ିଦେଇ ମୁଁ ଚାଲିଯିବି ମା ପାତାଳ ଭୈରବୀଙ୍କ ମନ୍ଦିରକୁ। ଆପଣ କହିଲେ ପିତା, ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ କେବେ କୌଣସି ଦିନ এই ରାଜ୍ୟରେ ଛାଡ଼ି ଚାଲି ଯାଇନାହାନ୍ତି ଆପଣ। ହରେ ମା ସୁଚିତ୍ରା, ହେଲେ ଆଜି କହୁଛନ୍ତି ଦୀର୍ଘ 6 ମାସ ପାଇଁ ମନ୍ଦିର ପ୍ରୟାଜନେ ଚାଲିଯିବେ। ହରେ ମା, ଏ ପିତା, এই ଆପଣଙ୍କ ଗେହ୍ଲା ଝିଅ ସୁଚିତ୍ରା ସେ କଣ ତା ପିତା ବିନା ବଞ୍ଚି ପାରିବ? ପାରିବନି ପିତା, ତା ପିତା ବିନା ବଞ୍ଚି ପାରିବନି। ଆଲୋ ଏ ମା ସୁଚିତ୍ରା, ତୁ କହିବା କଥାଟା ମୁଁ ସବୁ ବୁଝିପାରୁଛି ଲୋ ମା, ତୁ କହିବା କଥାଟା ମୁଁ ସବୁ ବୁଝିପାରୁଛି। କାହିଁକି ନା ଏନ୍ତୁଡ଼ି ସାଲରୁ ଏପର୍ଯ୍ୟନ୍ତ ତୋତେ କ୍ଷଣିକ ମୁହୂର୍ତ୍ତେ ଛାଡ଼ି କୁଆଡ଼େ ଯାଇନି। ଦଣ୍ଡେ ନ ଦେଖିଲେ ତୁଣ୍ଡରେ ମୋ ନ ପୋଷଇଲିର ପିଲାଟି ଦିନରୁ ଏପର୍ଯ୍ୟନ୍ତ ତୋତେ ଯେଉଁ ସ୍ନେହ ମମତା ଦେଇ ବାନ୍ଧି ରଖିଛି, ଆଉ ଆଜି ମା ପାତାଳ ଭୈରବୀଙ୍କ ମନ୍ଦିରକୁ ଯାଇ ଦୀର୍ଘ 6 ମାସ କେମିତି ବଞ୍ଚି ପାରିବି, ସେଇଟା ଭାବିଲା ବେଳକୁ ମୋ ପକ୍ଷର କଲିଜା ଟିକି ଟିକି ହେଇଯାଉଛି ରେ ମା। ମୋ ପକ୍ଷର କଲିଜା ଟିକି ଟିକି ହେଇଯାଉଛି। ଆପଣ ଯେତେବେଳେ ଯିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି, ସେଥିରେ ମୋ ବାଧା ସୃଷ୍ଟି କରିବି କେମିତି? ହରେ ମା, ଯାଆନ୍ତୁ ପିତା, ନିଶ୍ଚିନ୍ତରେ ଯାଆନ୍ତୁ, କିନ୍ତୁ ଯେତେ ଶୀଘ୍ର ପାରିବେ ମା ପାତାଳ ଭୈରବୀଙ୍କ ପୂଜା ଅର୍ଚ୍ଚନା ସାରି ହରେ ମା, ଲେଉଟି ଆସିବେ ପାତାଳପୁରକୁ। ଆରେ ମା ସୁଚିତ୍ରା, ମୁଁ କାହିଁକି ବିଳମ୍ବ କରିବି ରେ ମା, ମୁଁ କାହିଁକି ବିଳମ୍ବ କରିବି? ଯେଉଁଦିନ ଦୀର୍ଘ 6 ମାସ ସମ୍ପୂର୍ଣ୍ଣ ହେଇଯିବ ମାଙ୍କ ମନ୍ଦିରରେ, ମୁଁ ଅବିଳମ୍ବେ ଫେରି ଆସିବି ତୋରି ପାଖକୁ। ହରେ ମା, ଅବିଳମ୍ବେ ଫେରି ଆସିବି ତୋରି ପାଖକୁ। ଠିକ୍ ଠିକ୍ ଅଛି ପିତା, ତାହେଲେ ଯାଆନ୍ତୁ। କିନ୍ତୁ ପିତା, କିନ୍ତୁ ପୁଣି କ'ଣ ରେ ମା? ଯିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ଅନୁମତି ମାଗିବାକୁ ଚାହେଁ ପିତା, କିଛି ଅନୁମତି ମାଗିବାକୁ ଚାହେଁ। ଅନୁମତି? ଆରେ ମା ସୁଚିତ୍ରା, ମୁଁ ପରା ତୋତେ ଅନୁମତି ମାଗି ମା ପାତାଳ ଭୈରବୀଙ୍କ ମନ୍ଦିରକୁ ଚାଲିଯାଉଛି, ଆଉ ତୁ ତୁ ପୁଣି ମୋତେ କେଉଁ ଅନୁମତି ମାଗିବା ପାଇଁ ଇଚ୍ଛା କରିଛୁ ରେ ମା? ପିତା, ନାଇଁ 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 ଲୋ ମା ସୁଚିତ୍ରା, ମୁଁ ତୋତେ ଅନୁମତି ଦେଇପାରିବିନି ରେ ମା, ମୁଁ ତୋତେ ଅନୁମତି ଦେଇପାରିବିନି।